କ୍ୟାବିନେଟ୍ ବୈଠକ ସରିଯାଇଛି। ଦେଖନ୍ତୁ 12ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ। ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଛନ୍ତି। ତ ଦେଖନ୍ତୁ ଆଜ୍ଞା 10ଟି ବିଭାଗର 12ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ। ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ତ ଆସନ୍ତୁ ଜାଣିବା ସେହି 10ଟି ବିଭାଗର କ'ଣ 12ଟି ପ୍ରସ୍ତାବ ରହିଛି ତାହା ଏହି ଭିଡ଼ିଓ ମାଧ୍ୟମରେ ସବୁକିଛି ଡିଟେଲ୍ସ ଜାଣିବା। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଆଜ୍ଞା ମାନେ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ ଧରିତ୍ରୀ ନ୍ୟୁଜ୍ରେ ଗତକାଲି 3ଟା 51 PM ପ୍ରକାଶ ପାଇଛି। ତ ଆସନ୍ତୁ ଜାଣିବା ଖବର କ'ଣ ରହିଛି। ସରିଲା କ୍ୟାବିନେଟ୍ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁଗଗ ସୂଚନା ଦେଇ କହିଛନ୍ତି 10ଟି ବିଭାଗର 12ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଦେଖନ୍ତୁ ଆଜ୍ଞା ସରିଯାଇଛି କ୍ୟାବିନେଟ୍ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ସୂଚନା ଦେଇ କହିଛନ୍ତି ଯେ 10ଟି ବିଭାଗର 12ଟି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ତାପରେ ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି। ଜଳ ସମ୍ପଦ ବିଭାଗର ଡାଇଭର୍ସନ୍ ସିଷ୍ଟମ୍ ପାଇଁ 362 କୋଟି ମଞ୍ଜୁର ହୋଇଛି। ଦୁବାଇ ସିଙ୍ଗାପୁର ପାଇଁ ମାର୍ଚ୍ଚ ଯାଏ ବିମାନ ସେବା ଜାରି ରହିବ ବୋଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ତାପରେ ସେହିପରି ଶିଳ୍ପ ବିଭାଗର କଲ୍ୟାଣୀ ଗ୍ରୁପ ତରଫରୁ ଇଣ୍ଟିଗ୍ରେଟେଡ୍ ନ୍ୟୁ ଏଜ୍ ମାନୁଫ୍ୟାକ୍ଚର କମ୍ପ୍ଲେକ୍ସ ଢେଙ୍କାନାଳର ଗଜମରାଠାରେ 1100 ଏକର ଜମିରେ ନିର୍ମାଣ ହେବ। 17,250 କୋଟି ଟଙ୍କାର ନିବେଶ ହେବ। 20,000 ନିଯୁକ୍ତି ସୃଷ୍ଟି ହେବ। ତାପରେ ଟାଇଟାନିୟମ ସ୍ପେଶାଲ ଷ୍ଟିଲ୍ ଅଟୋ କମ୍ପୋନେଣ୍ଟ ତାପରେ ଏରାସ୍ପେସ୍ ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ତାପରେ ଅପରପକ୍ଷରେ 17ତମ ବିଧାନସଭାର ବଜେଟ୍ ଅଧିବେଶନ ଫେବୃଆରୀ 17 ତାରିଖରୁ ଆରମ୍ଭ ହେବ। 2026-2027 ଆର୍ଥିକ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ 20 ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରାଯିବ। ତାପରେ ଫେବୃଆରୀ 17ରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଏପ୍ରିଲ 8 ତାରିଖ ପର୍ଯ୍ୟନ୍ତ ଚାଲିବ। 2ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନ ମୋଟ 29ଟି କାର୍ଯ୍ୟ ଦିବସ ରହିଛି। ତାପରେ 17ରେ ଗୃହକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ପପାଟି ସମ୍ବୋଧିତ କରିବେ। ଏହାପରେ ରାଜ୍ୟପାଳଙ୍କ ସମ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା 19 ତାରିଖ ପର୍ଯ୍ୟନ୍ତ ଚାଲିବ। 20 ତାରିଖରେ ଗୃହରେ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ତାପରେ ଫେବୃଆରୀ 25ରୁ ମାର୍ଚ୍ଚ 8 ତାରିଖ ଯାଏଁ ଗୃହରେ କୌଣସି କାର୍ଯ୍ୟ ଦିବସ ନଥିବା ବେଳେ ବିଧାନସଭା ବନ୍ଦ ରହିବ। ପୁନର୍ବାର ମାର୍ଚ୍ଚ 9 ତାରିଖରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ମାର୍ଚ୍ଚ 31ରେ ଗୃହରେ ବଜେଟ୍ ପାରିତ କରାଯିବ। ମୁଖ୍ୟତଃ ଭାଜପା ସରକାର ରାଜ୍ୟ ବଜେଟ୍ ଆକାର କିପରି କରୁଛନ୍ତି ଏବଂ କେତେ ଟଙ୍କାର ବଜେଟ୍ ଚଳିତ ଥର ଆସୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ତାପରେ 2025-26 ଆର୍ଥିକ ବର୍ଷରେ ରାଜ୍ୟ ସରକାର 2,90,000 କୋଟି ଟଙ୍କାର ବଜେଟ୍ ଆଣିଥିଲେ। ତେଣୁ ଏଥର ସରକାର ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଅଧିକ ଟଙ୍କାର ବଜେଟ୍ ଆଣିପାରନ୍ତି ବୋଲି ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ତାପରେ ବଜେଟ୍ ଅଧିବେଶନ ଭିତରେ ମୋଟ 22ଟି ଛୁଟି ଦିନ ରହୁଛି। ତେବେ ଏପ୍ରିଲରେ ରାଜ୍ୟର 4 ରାଜ୍ୟସଭା ଆସନ ଖାଲି ହେବାକୁ ଥିବା ବେଳେ ଏଥର ବଜେଟ୍ ଅଧିବେଶନ ସମୟରେ ବଡ଼ ଧରଣର ରାଜନୀତି ଦେଖିବାକୁ ମିଳିପାରେ। ଉଭୟ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇପାରେ। ତାପରେ ଗତଥର ତୁଳନାରେ ବିରୋଧୀ ଦଳର ସଦସ୍ୟମାନେ ନିଜର ବିରୋଧର ଧାରା ସାମାନ୍ୟ ବୃଦ୍ଧି କରିପାରନ୍ତି ବୋଲି ବଜେଟ୍ ଅଧିବେଶନ ସମ୍ପର୍କିତ ଘୋଷଣା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତ ଆପଣମାନେ ଜାଣିପାରିଲେ 10ଟି ବିଭାଗର 12ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ତ କ'ଣ ରହିଛି ଆପଣମାନେ ସବୁକିଛି ଡିଟେଲ୍ସ ଜାଣିପାରିଲେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।